श्रावण मास ହେଉଛି ପବିତ୍ର ଏବଂ ପୁଣ୍ୟର ମାସ। ଏହି ମାସଟି ଆସିବା ମାତ୍ରେ ଶିବ ଭକ୍ତିଙ୍କ ମନରେ ଏକ ପ୍ରକାର ଆନନ୍ଦ ଏବଂ ଉତ୍ସାହ ଭରିଯାଏ। ଚାରିଆଡ଼େ ଖାଲି ହରିବୋଲ ହୁଳହୁଳି ଏବଂ ବୋଲବମ୍ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ। ଛୋଟ ପିଲାଠାରୁ ବୃଦ୍ଧ ଆଉ ସ୍ତ୍ରୀଠାରୁ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଗେରୁଆ ବସ୍ତ୍ର ପରିଧାନ କରି ବାହୁଙ୍ଗିରେ ଗଙ୍ଗାଜଳ ନେଇ ମନରେ ମାନସିକ ରଖି ଖାଲି ପାଦରେ ଚାଲି ଚାଲି ପ୍ରଭୁ ଭୋଲେ ବାବାଙ୍କୁ ଜଳାଭିଷେକ କରାଇଥାନ୍ତି। ଗାଁଠୁ ସହର ଏବଂ ରାଜ୍ୟଠାରୁ ଦେଶ ପର୍ଯ୍ୟନ୍ତ ଚାରିଆଡ଼େ ଖାଲି କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳେ। କିନ୍ତୁ ବାସ୍ତବିକ ଆପଣମାନେ ଜାଣିଛନ୍ତି କି ପ୍ରଭୁ ଭୋଲେ ବାବାଙ୍କ ଉପରେ କାହିଁକି ଶ୍ରାବଣ ମାସରେ ପାଣି ଚଢ଼ାଯାଏ? ଏହାର କାରଣ ଆମ ପୁରାଣ ଆଉ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ହଳାହଳ ବିଷ ବାହାରିଲା, ମହାଦେବ ସେହି ବିଷକୁ ପାନ କରିଥିଲେ ଏବଂ ଏହି ବିଷର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତାମାନେ ମହାଦେବଙ୍କ ଉପରେ ଗଙ୍ଗାଜଳ ଢାଳି ଶିବଶଙ୍କରକୁ ଥଣ୍ଡା କରିବା ପାଇଁ ଜଳାଭିଷେକ କରିବାକୁ ଲାଗିଲେ। ହରିଶୟନ ଏକାଦଶୀ ପରେ ବିଷ୍ଣୁ ଭଗବାନ ବିଶ୍ରାମ କରିବାକୁ ଚାଲି ଯାଆନ୍ତି। ତେଣୁ ମହାଦେବଙ୍କୁ ଜାଗ୍ରତ ରଖିବା ପାଇଁ ଭକ୍ତମାନେ ଶିବଙ୍କ ଉପରେ ପାଣି ଢାଳିଥାନ୍ତି। ମୋ ନାଁ ହେଉଛି ଅଶୋକ କୁମାର ଶତପଥୀ, ଗ୍ରାମ ହରିଅଙ୍କ। ଆମେ ଶନିଙ୍କ ପାଖରୁ ପାଣି ଭାର ଉଠେଇ ଛୋଟ ଛୋଟ ପିଲାମାନଙ୍କୁ ନେଇ ଆମେ ଖଲାସର ମହାଦେବ ପାଖକୁ ଆସିଛୁ। ଏଠି ଜଳା ଅଭିଷେକ କରିବୁ। ପିଲାମାନଙ୍କର କୁନି କୁନି ପିଲା ସବୁ ପାଣି ଧରିକି ଆସିଲେ। ଏ ଯେଉଁ ଖରା ଧିହରେ ଚାଲିକିରି ଆସିଛନ୍ତି, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ। କେତେ ବର୍ଷ ହେଲାଣି? ଏଇଟା ଆମର ହେଇଗଲାଣି 25-26 ବର୍ଷ। 26 ବର୍ଷ ଆମେ ନେଉଛୁ ପାଣି, ବଡ଼ ପିଲାମାନେ। ଛୋଟ ପିଲାଙ୍କୁ 5-10 ବର୍ଷ ହେଲାଣି। ଛୋଟ ପିଲାଙ୍କୁ ଆମେ ସବୁ ମେଳ କରିକିରି 10-15 ଜଣ ପିଲା, 20 ଜଣ ଯେତେ ଜଣ ହୁଅନ୍ତି ତାଙ୍କୁ ଧରିକିରି ଆମେ ଯାଉ। ମୋ ନାଁ ହେଉଛି ବ୍ରଜବନ୍ଧୁ ଶତପଥୀ। ଆଚ୍ଛା ନନା, ଇଏ ହେଉଛି ଖୋଲାରଶ୍ୱର ପୀଠ। ଶିବ ମନ୍ଦିରରେ ପ୍ରବଳ ଭିଡ଼। ମା ଏଠି ବସୁଛନ୍ତି, ମା ଛିନ୍ନମସ୍ତା ବସୁଛନ୍ତି ଆଉ। ଛିନ୍ନମସ୍ତା। ଶ୍ରାବଣ ମାସରେ ଲୋକମାନେ ଆସିକି ଭକ୍ତମାନେ ପାଣି ଢାଳିବାକୁ ଆସୁଛନ୍ତି। କାହିଁକି ଶ୍ରାବଣ ମାସରେ ଶିବଙ୍କର ପାଣି ଢାଳନ୍ତି? ଶ୍ରାବଣ ମାସରେ ଯେହେତୁ ଶିବ ଶୋଇଥାନ୍ତି, ବିଷ୍ଣୁ ଶୟନ ପରେ ଶିବ ଶୟନ ହୁଏ, ଶିବ ଶୋଇଥାନ୍ତି। ଭକ୍ତମାନେ ଶିବଙ୍କୁ ଜାଗ୍ରତ କରିବା ପାଇଁ ପାଣି ଢାଳନ୍ତି ତାଙ୍କ ଉପରେ। ଆଉ କ'ଣ, ଶିବ ଜାଗ୍ରତ ହୁଅନ୍ତି ଆଉ ଶକ୍ତି ଆଉ ସବୁ ପାଇଁ ପାଣି ଢାଳନ୍ତି। ସବୁ ଲୋକମାନେ ଢାଳି ପାରିବେନି ଶିବଙ୍କୁ। ଯେମିତି ଆମର ରଥଯାତ୍ରା ହୁଏ, ଜଗନ୍ନାଥଙ୍କର ସବୁ ଲୋକ ଧରିକି ରଥ ଦଉଡ଼ି ଟାଣନ୍ତି, ସେମିତି ଶିବଙ୍କ ଉପରେ ସମସ୍ତେ ଢାଳି ପାରିବେ। ସେ ଅଧିକାର ଅଛି ସମସ୍ତଙ୍କର ଶ୍ରାବଣ ମାସରେ। ଅଲଗା ମାସରେ ଅଧିକାର ନାହିଁ, ଢାଳି ପାରିବେନି। ଯେହେତୁ ଶ୍ରାବଣ ମାସରେ ଶିବ ଶୋଇଥିବା ଅବସ୍ଥାରେ ଢାଳନ୍ତି ଶିବକୁ ଉଠେଇବା ପାଇଁ, ଜାଗ୍ରତ କରିବା ପାଇଁ ଆଉ। ଶ୍ରାବଣ ମାସର ଜଳାଭିଷେକର କାରଣ ହେଉଛି, ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା, ସମୁଦ୍ର ମନ୍ଥନରେ ଜହର ବାହାରିଥିଲା, ଯେତେବେଳେ ଶିବ ତାକୁ ପାନ କରିଥିଲେ, ସବୁ ଦେବାଦେବୀ ତାଙ୍କର ଗଳାର ଜଳାକୁ ଶାନ୍ତ କରିବା ପାଇଁ ଆସି ଜଳାଭିଷେକ କରିଥିଲେ ଆଉ ଜଳ ଅର୍ପଣ କରିଥିଲେ। ଶ୍ରାବଣ ମାସର ମୁଖ୍ୟ କାରଣ ହେଉଛି ଏଇଆ, ଜଳାଭିଷେକର ମୁଖ୍ୟ କାରଣ ବି ଏଇଆ। ଆଚ୍ଛା, ଆଉ ଗୋଟେ ବି ମଧ୍ୟ ଅଛି, ଆର ଗୋଟେ ଯେ ହରିଶୟନ ଏକାଦଶୀ ପରେ ବିଷ୍ଣୁ ଶୟନ ପଳେଇଯାଏ। ହଁ, ବିଷ୍ଣୁ ତ ବ୍ରହ୍ମାଣ୍ଡର ଦାୟିତ୍ୱ ନେବା ପାଇଁ ଶିବଙ୍କୁ ଦାୟିତ୍ୱ ଦିଅନ୍ତି। କରିବା ପାଇଁ ରଥଯାତ୍ରା ପରେ ଜଗନ୍ନାଥ ଶୟନ କଲେ ବିଷ୍ଣୁ ଦେବତା, ଆଉ ଶିବଙ୍କୁ ଏକାଦଶୀରୁ ଜଗନ୍ନାଥ ଶୟନ କଲେ, ଆଉ ଶିବଙ୍କୁ ଝଡା ହେଲା ପାଣି। ଶିବଙ୍କର ଦାୟିତ୍ୱ ଦିଆହେଲା ଶିବଙ୍କୁ, ଆଉ ବିଶ୍ୱର ଦାୟିତ୍ୱ ଆଉ ଶିବ ସମ୍ଭାଳିବେ ଆଉ। ଏଇଆ। ମୋ ନାଁ ହେଉଛି ଆଜ୍ଞା ଚିତ୍ତରଞ୍ଜନ ରାଉଳ। ଆମ ଘର ଆଜ୍ଞା ପବିତ୍ରପଡ଼ା। ଆଜ୍ଞା, ଆମେ ହେଲୁ ଠାକୁରଙ୍କର ସେବାକାରୀ ଆଉ ପୂଜକ ମଧ୍ୟ। ତ ଲୋକମାନଙ୍କର କିଛି ମାନସିକ ବି ଅଛି, ଆଉ କିଛି ବି ଏମିତି ଖୁସିରେ ବି ନେଇକି ଯାଉଛନ୍ତି ପାଣି, ଯାହାକୁ ଯେମିତି ଠିକ ଲାଗୁଛି ଆଉ ସେଇପରିକା ଆଉ।
ଯେହେତୁ ଯେହେତୁ ଠାକୁର ନଦୀ ଭିତରେ ଅବସ୍ଥିତ, ଯେହେତୁ ନଦୀରେ ଏବେ ପାଣିର ଅଧିକାଂଶ ଜାଗାରେ ମଧ୍ୟ ବୁଡି ଯାଆନ୍ତି ଅଧିକାଂଶ ଜାଗା। ମାନେ ବୁଡି ଯାଆନ୍ତି, ମାନେ ସେ ଯୋଉ ପାତାଳରୁ ଆସିଥାନ୍ତି, ସେଇ ଯୋଉ ନଦୀରୁ ଝର ପଡିକି ସେ ପାଣିଟା ଠାକୁରଙ୍କୁ ବୁଡେଇ ଦିଏ। ଆଉ ପାଣି ଯେତେବେଳେ ବନ୍ଧକୁ ବି ଲାଗେ, ଏଇ ବନ୍ଧକୁ ବି ଆମର ନଦୀ ବନ୍ଧକୁ ବି ଲାଗେ, ଠାକୁର ଆହୁରି ବୁଡିଥାନ୍ତି। ଏ ବର୍ଷ ଯେହେତୁ ନଦୀ ଭିତରେ ପାଣି ଅଛି, ସେଥିପାଇଁ ଝର ପଡି ଠାକୁରଙ୍କର ଏତିକି ପାଣି ହେଇଛି। ଆଉ ମହାଦେବ ନାମ ଖଲାରେଶ୍ୱର ତାଙ୍କର ମହିମା କଣ, କେମିତି କଣ ଆବିର୍ଭାବ? ଆବିର୍ଭାବ ତ ଇଏ ତ ଯୁଗ ଯୁଗର କଥା। ଆଉ ଆମେ ତ ଆଜ୍ଞା ଛୋଟ ପିଲା, ଆମେ ତ ଆଜ୍ଞା ସେ ଭିତରେ ଅଭିଜ୍ଞତା ନାହିଁ। ଇଏ ଠାକୁର ତ ପାତାଳରୁ ଆସିଛନ୍ତି। ଆଉ ହନୁମାନ ପ୍ରଭୁଙ୍କର କେତେ ବର୍ଷ? ସେମିତି ଠାକୁରଙ୍କର ତ ଆମର ସେବା ବାପା, ତାଙ୍କର ବାପା, ତାଙ୍କ ଜେଜ ସିଏ ତ ସେବା କରି ଆସୁଥିଲେ। ଆଜ୍ଞା 400-500 ବର୍ଷ ନିହାତି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ପ୍ରଥମେ ଝାଡ଼ଖଣ୍ଡ ରାଜ୍ୟର ବାବା ବୈଦ୍ୟନାଥଙ୍କ ଉପରେ କାଉଡ଼ିଆ ହୋଇ ଜଳାଭିଷେକ କରିଥିଲେ ଏବଂ ଶ୍ରବଣ କୁମାର ଅନ୍ଧ ମାତା ପିତାଙ୍କୁ ବାହୁଙ୍ଗିରେ ଧରି ଦେବଦେବ ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କରାଇଥିଲେ। ସେବେଠାରୁ ଏହି ପ୍ରଥା ସାରା ଦେଶରେ ପ୍ରଚଳିତ ହୋଇ ଆସୁଛି। ବ୍ୟୁରୋ ରିପୋର୍ଟ, ଜାଗ୍ରତ ଇଣ୍ଡିଆ ଲାଇଭ୍।